ଲଉଡ଼ି ଖେଳ ଗୋପାଳ କୁଳର ଏକ ପାରମ୍ପରିକ ମହାନ ପରମ୍ପରା। ମହାପୁରୁଷ ଅଚ୍ୟୁତାନନ୍ଦ ରାଧାକୃଷ୍ଣଙ୍କ ଦର୍ଶନ ଓ ଭାବ ପ୍ରୀତିକୁ ଲଉଡ଼ି ବା ଗୋପାଳ ଓଗାଳ ମାଧ୍ୟମରେ ରଚନା କରିଛନ୍ତି। ଲଉଡ଼ି ଖେଳରେ ବହୁ ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଭାବନା ସ୍ୱତଃପ୍ରତ ଭାବରେ ଜଡ଼ିତ ରହିଛି ବୋଲି ବହୁ ମହାମନୀଷୀ ମତବ୍ୟକ୍ତ କରିଛନ୍ତି। ମାନବ ଜାତିକୁ ଆଧ୍ୟାତ୍ମିକ ଚେତନା ପ୍ରଦାନ କରିବାରେ ଲଉଡ଼ି ଖେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୋପାଳ ପୁଅଙ୍କ ସହିତ ମିଶି ଲଉଡ଼ି ଖେଳିଥିଲେ ବୋଲି ବିଭିନ୍ନ ମହାପୁରୁଷମାନଙ୍କ ରଚନାବଳୀରେ ପ୍ରମାଣ ରହିଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ରାୟ ରଘୁନାଥପୁର ଉକୁନ୍ଦରାଠାରେ ନାରାୟଣ ପୀଠା ସ୍ଥଳୀରେ ଏକ ଲଉଡ଼ି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଗୋପାଳ ଚନ୍ଦ୍ର ମିଶ୍ର ଯୋଗଦେଇ ଏହି ଲଉଡ଼ି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାୟ ରଘୁନାଥପୁର ଯୁବକ ସଂଘ ସମ୍ପାଦକ ଆଇନଜୀବୀ ରଶ୍ମିକାନ୍ତ ବେହେରା, କ୍ଲବର ସଦସ୍ୟ ବନମାଳୀ ବେହେରା, ଜିଲ୍ଲା ପରିଷଦ ଚନ୍ଦ୍ରଶେଖର ଦାସ ପ୍ରମୁଖ ଯୋଗଦେଇ ଆସିଥିବା ବେଳେ ଏହି ପ୍ରତିଯୋଗିତାରେ 10 ଗୋଟି ଲଉଡ଼ି ଖେଳାଳି ଭାଗ ନେଇଥିଲେ। ଶେଷରେ ବିଜେତା ଦଳକୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଲଉଡ଼ି ମହୋତ୍ସବ ପରମ୍ପରା ଦୀର୍ଘ 18 ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଅଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ରାୟ ରଘୁନାଥପୁର ଯୁବକ ସଂଘର ସଦସ୍ୟ ଓ ଗ୍ରାମବାସୀମାନେ ପରିଚାଳନା କରିଥିଲେ। ମୁଁ ରଶ୍ମି ଦ୍ୱାରା ଆବାହକ ଏ ଅନୁଷ୍ଠାନର ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସମୟରୁ ଏହି ଲଉଡ଼ି ଖେଳ ଆରମ୍ଭ ହେଉଛି। ପୁରାତନ ସଂସ୍କୃତି ଯେତେବେଳେ ଲୋପ ପାଇଯାଉଛି ସେତେବେଳେ ଆମ ମା ନାରାୟଣୀ ଲଉଡ଼ି ଟିମ୍ ଏ ଅନୁଷ୍ଠାନକୁ ବଞ୍ଚାଇ ରଖିଛି ଏବଂ ଭାଇଚାରା ପ୍ରତିଷ୍ଠା କରିବା ନିମନ୍ତେ, ଶାନ୍ତି ପ୍ରେମ ବାର୍ତ୍ତା ବାଣ୍ଟିବା ନିମନ୍ତେ ଆମର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଛି। ଆଜି ଏଠାରେ 10ଟି ଟିମ୍ ଭାଗ ନେଇଛନ୍ତି ଏବଂ ପ୍ରତିଯୋଗିତା ମୂଳକ ଭାବରେ ଏଠାରେ ଲଉଡ଼ି ଖେଳ ପ୍ରଦର୍ଶନ କରାଯିବ ଏବଂ ପ୍ରାଇଜ ମଧ୍ୟ ବଣ୍ଟନ କରାଯିବ। ମା ନାରାୟଣୀ ଲଉଡ଼ି ସମିତି ତରଫରୁ ଆଜିର ଯେଉଁ 18ତମ ଲଉଡ଼ି ମହୋତ୍ସବ ନିଶ୍ଚିତ ଭାବରେ ସମସ୍ତଙ୍କୁ କର୍ମକର୍ତ୍ତା ମାନଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରିବି। ଏବଂ ସବୁଠୁ ବଡ଼ କଥା ହେଉଛି ଯେତେବେଳେ ଓଡ଼ିଶାରେ ଆମର ପରମ୍ପରା ହଜି ହଜି ଯାଉଛି, ଆମ ପାଲା, ଆମର ଲଉଡ଼ି, ଆମ ସଂସ୍କୃତି ସବୁ ହଜି ଯାଉଛି, ସେତେବେଳେ ଏମିତି 18 ବର୍ଷ ଧରି ଏଇ ଯେଉଁ କାର୍ଯ୍ୟକ୍ରମକୁ ଜାରି ରଖାଯାଇଛି ନିଶ୍ଚିତ ଭାବରେ ଗୋଟେ ପ୍ରଶଂସନୀୟ ପଦକ୍ଷେପ। ଏବଂ ଏଥିରେ 10ଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ୟାକୁ ପ୍ରତିଯୋଗିତା କାର୍ଯ୍ୟକ୍ରମ ଭିତରେ ରଖା ନଯାଇ ୟାକୁ ଆହୁରି ଆମର ସଂସ୍କୃତି ଭିତରକୁ କେମିତି ଆମେ ଟାଣି ଆଣିପାରିବା, ଆମ ଯାଦବ ବଂଶମାନଙ୍କର ଯେଉଁ କାର୍ଯ୍ୟ ସବୁ ରହିଛି ସେ କାର୍ଯ୍ୟ କେମିତି ଆଗକୁ ବଢ଼ିବ। ଆମେ ଯାହା 1000 ବର୍ଷ ତଳେ କରିଥିଲେ, ଯେଉଁ ଗୋମାତାର ପୂଜା କରୁଥିଲେ, ଗାଈର ପାଖରୁ ଅନେକ କଥା ଆମେ ପାଇପାରୁଥିଲେ, ଯାହାର ଦ୍ୱାରା ଆମେ ଆଜି ତାକୁ ନୂତନ ରୂପରେ ଆମେ ତାକୁ ଔଷଧ କରି ବିକ୍ରି କରୁଛନ୍ତି ଲୋକମାନେ, କିନ୍ତୁ ଆମେ ତାର ଗୁଣ ଅନୁଭବ କରିପାରୁନେ। ସେ ସବୁ ଗୁଣକୁ ଅନୁଭବ କରିବା ଦରକାର। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।